Hello students, welcome to the channel Smart Study Education Point. ଆଜି ଗୋଟେ ମୁଁ important topic ନେଇକି ଆସିଛି ଯୋଉଟା ତୁମର child development ର ଅଛି ଯୋଉ topic ଟା ସବୁ paper related help କରିବ ଯୋଉ ତୁମର SSD ଓ LTR exam ପାଇଁ CTET ପାଇଁ ଯୋଉମାନେ preparation କରୁଛନ୍ତି ତା ସହିତ ଯୋଉମାନେ education paper PG କରିବା ପାଇଁ ଚାହୁଁଛନ୍ତି CPT ବା CUT entrance ଦଉଛନ୍ତି ତାଙ୍କ ପାଇଁ ମଧ୍ୟ helpful କରିବା BED ଯୋଉମାନେ ଦଉଛନ୍ତି ତ ସେ theory ଟା ହଉଛି ଯୋଉ motivation ର ଗୋଟେ theory ଯୋଉଟା ହେଲା need hierarchy theory ଯୋଉ ରହୁଛି ଆବ୍ରାହam ମାସ୍ଲୋ ର ସେଇ ଥିଓରି ବିଷୟରେ ପଢିବା। ତ ଫାଷ୍ଟ ଅଫ୍ ଅଲ୍ ଆମେ ମୋଟିଭେସନ କଣ ବୁଝିବା। ମୋଟିଭେସନ ବୁଝିଲା ପରେ ଆମେ ଥିଓରିକୁ ଯିବା ଯୋଉଟା ହେଲା ଆବ୍ରାହମ ମାସ୍ଲୋଙ୍କ ଦ୍ୱାରା ଦିଆଯାଇଛି ନିଡ୍ ହାଇରାର୍କି ଥିଓରି ଯୋଉ ରହିଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ହ୍ୱାଟ ଇଜ ମୋଟିଭେସନ? Motivation can be defined as inspiring, and including the employees perform to their best capacity। तो motivation कौन ଗୋଟେ term ଯୋଉଟା define କରୁଛି, କଣ define କରୁଛି? Stimulate କରୁଛି, କାହାକୁ stimulate କରୁଛି? ଯୋଉ employee ବା ଯୋଉ child classroom ରେ ଅଛି, ଯେତେବେଳେ ଆମେ teaching କରୁଛେ, teaching time ରେ ଯଦି ତାକୁ ଆମେ କିଛି stimulate କରୁଛେ, କିଛି ଉଦ୍ଦୀପକ ଯଦି ତାକୁ କିଛି ଆମେ ଦଉଛେ ବା କୌଣସି ଜିନିଷ ଯଦି ତାକୁ inspire କରୁଛି, ମେ ବି ସେ inspire କରିବା ଦ୍ୱାରା ସେ motivate ହଉଛି। ଲାଇକ୍ ହଉଛି ତାର ହଉଛି ପଢିବା ଟାଇମ୍ ରେ ଆମେ ଯଦି ମଝିରେ ମଝିରେ କିଛି ହଉଛି ତାକୁ ଗିଫ୍ଟ ଦେଲେ, କିଛି ପ୍ରାଇଜ ଦେଲେ ବା କିଛି ୱାର୍ଡ ଏମିତି କହିଲେ ୱାର୍ଡ ଶୁଣିକି ସିଏ ବି ମଧ୍ୟ ମୋଟିଭେଟ ହଉଛି, ତ ଯାହା ଫଳରେ ସେ ଇନ୍ସପାୟାର ହଉଛି। ତ ସେଇ ଜିନିଷଟା କଣ ହଉଛି ତାକୁ ମୋଟିଭେସନ କରୁଛି। ଧର ଯୋଉ ଆମେ ପଢିବା ଟାଇମରେ କିଛି ମହାପୁରୁଷର ଏକ୍ସାମ୍ପଲ ଦେଲେ, ସେ ମହାପୁରୁଷର ଏକ୍ସାମ୍ପଲ ଶୁଣିକି ମଧ୍ୟ ଚାଇଲ୍ଡ କଣ ହଉଛି ନିଜକୁ ଇନ୍ସପାୟାର କରୁଛି ଆଉ ସିଏ ମୋଟିଭେଟ ହଉଛି। ତ ସେଇଭଳିଆ ଯୋଉ ଏମ୍ପ୍ଲୟୀ କୁ ଯେତେବେଳେ ଯଦି ଗୋଟେ କମ୍ପାନୀର କାମ କରୁଛି, ଯେତେବେଳେ ଏମ୍ପ୍ଲୟୀ କୁ କିଛି ଷ୍ଟିମୁଲେଟ କରିବା ପାଇଁ ଷ୍ଟିମୁଲେଟ କରାଯାଉଛି, ଯଦି କିଛି ଜିନିଷ ତାକୁ ପ୍ରୋଭାଇଡ କରାଯାଉଛି, ପ୍ରୋଭାଇଡ କରିବା ଦ୍ୱାରା ସେ ଇନ୍ସପାୟାର ହଉଛି। ତ ସେ ଇନ୍ସପାୟାର ହବା ଦ୍ୱାରା କଣ ସେ ମୋଟିଭେଟ ହଉଛି ଆଉ ନିଜେ ବି ୱାର୍କ ଟା ଭଲ ଭାବରେ କରୁଅଛି। ମୋଟିଭେସନ ଇଜ ସାଇକୋଲୋଜିକାଲ ଟର୍ମ which means it cannot be forced on employees। ତ ଯୋଉ ମୋଟିଭେସନ ଟା ହଉଛି ଗୋଟେ ସାଇକୋଲୋଜିକାଲ ଟର୍ମ, ଯୋଉ ଟର୍ମ ରେ ଆମେ କଣ କହିପାରିବା, ଯାହାର ମିନିଂ କଣ କହୁଛି, cannot cannot be forced on employee means ହଉଛି ଆମେ ଆମେ ଯୋଉ ଏମ୍ପ୍ଲୟ ଅଛି ସେ ଏମ୍ପ୍ଲୟ ଯାହା ସହିତ ଆମେ କାମ କରୁଛେ ବା ଆମ କମ୍ପାନୀରେ ଯିଏ କାମ କରୁଛି ତାକୁ ଆମେ ଫୋର୍ସଫୁଲି ଭାବରେ କାମ କରିପାରିବା ନାହିଁ। ତାକୁ ଆମେ କଣ କରିବା, ମୋଟିଭେଟ କରିକି ତାକୁ ୱାର୍କ ଟା କମ୍ପ୍ଲିଟ କରିବା। ତ ସେମିତି ଯେତେବେଳେ ଆମେ କ୍ଲାସ ରୁମ ରେ ହଉଛି, ଯେତେବେଳେ ଆମେ ଟିଚିଂ ପ୍ରୋଭାଇଡ କରୁଛେ, ଟିଚିଂ ପ୍ରୋଭାଇଡ କରିବା ଟାଇମରେ ଆମେ କୌଣସି ଜିନିଷ ହଉଛି ଫୋର୍ସଫୁଲି ଭାବେ ଆମେ କରିବା ନାହିଁ, ସବୁବେଳେ ହଉଛି ମୋଟିଭେଟ କରିବା। ତାକୁ ମୋଟିଭେଟ କରିକି ହଉଛି ତାର ଟିଚିଂ ଲର୍ଣ୍ଣିଂ ପ୍ରୋସେସ ଟା କମ୍ପ୍ଲିଟ କରିବା। Motivation means inspiring, stimulating or encouraging the subordinate with to work positive, negative, monetary, non-monetary incentive by use for this purpose। ତ ମୋଟିଭେସନ କଣ ହଉଛି ଗୋଟେ ଜିନିଷ ଯୋଉ ଦ୍ଵାରା ଆମେ ଇନ୍ସପାୟାର କରୁଛେ ଜଣକୁ, ତାକୁ ଷ୍ଟିମୁଲେଟ ଦଉଛେ, କିଛି ଜିନିଷ ପ୍ରେଜ କରୁଛେ ବା ପ୍ରାଇଜ କିଛି ଜିନିଷ ପ୍ରୋଭାଇଡ କରୁଛେ ଯୋଉଟା ହେଲା ପଜିଟିଭ ଥିବ ମୋଟିଭେସନ ଟା, କିଛି ନେଗେଟିଭ ବି ମୋଟିଭେସନ ରହୁଛି, କିଛି ମନିଟାରୀ ପଇସା ଆକାରରେ ମଧ୍ୟ ଦେଇକି ପ୍ରାଇଜ ଦେଇକି ତାକୁ ମୋଟିଭେଟ କରୁଛେ, କିଛି ନନ ମନିଟାରୀ ରହୁଛି ୱାର୍ଡ ଆକାରରେ କଥା କହିକି ମଧ୍ୟ ମୋଟିଭେସନ କରୁଛେ। ତା ସହିତ କଣ କହୁଛି, ଯୋଉ ରହିଲା ହଉଛି ବିଭିନ୍ନ ଉଦ୍ଦେଶ୍ୟ ନେଇ ବା ଆମର ଯୋଉ ଉଦ୍ଦେଶ୍ୟ ରହିଛି ସେ ଉଦ୍ଦେଶ୍ୟକୁ ଫୁଲଫିଲ କରିବା ପାଇଁ ତାଙ୍କୁ ଆମେ ମୋଟିଭେଟ କରୁଅଛେ। ଯେତେବେଳେ ହଉଛି କ୍ଲାସରୁମରେ ଟିଚିଂ ଦିଆଯାଉଛି, ଟିଚିଂ ଟାଇମରେ ମଧ୍ୟ ଷ୍ଟୁଡେଣ୍ଟ କୁ ଟିଚର ସବୁବେଳେ କଣ ହଉଛି ଡିଫରେଣ୍ଟ ଟାଇପସ ଅଫ ଥିଙ୍ଗସ ୟୁଜ କରି ତାକୁ ମୋଟିଭେଟ କରୁଛି। କଣ ପାଇଁ ମୋଟିଭେଟ କରୁଛି, ହଉଛି ତାକୁ ହଉଛି ଟିଚିଂ ଲର୍ଣ୍ଣିଂ ପ୍ରୋସେସ ରହୁଛି ଇନକ୍ଲୁଡ ହବା ପାଇଁ ବା ତାର ଟିଚିଂ ଲର୍ଣ୍ଣିଂ ପ୍ରୋସେସ ଟା ପ୍ରପରଲି କମ୍ପ୍ଲିଟ ହବା ପାଇଁ ସେତେବେଳେ ତାକୁ ମୋଟିଭେଟ କରାଯାଉଛି। ତ ସେଥିପାଇଁ ପଢେଇବା ପୂର୍ବରୁ ଦେଖିଥିବ ଟିଚର ଡିଫରେଣ୍ଟ ଟାଇପସ ଅଫ ଥିଙ୍ଗସ ୟୁଜ କରୁଛି ଯୋଉଠି କଣ ଅଛି ଷ୍ଟୁଡେଣ୍ଟ ନିଜକୁ ଏନଗେଜ କରିପାରିବ, ମୋଟିଭେଟ ହେଇପାରିବ ଆଉ ଇଣ୍ଟରେଷ୍ଟ ତାର ଡେଭଲପ ହେଇପାରିବ ସେଇ ଜିନିଷଟାକୁ ଜାଣିବା ପାଇଁ। ତ ଦେଖିଛୁ ଯୋଉ ରହିଲା ହଉଛି ମୋଟିଭେସନ। ତ ମୋଟିଭେସନ କୋଉ କୋଉ ଦ୍ଵାରା ଆମେ ଇନକ୍ରିଜ କରିବା, ଲାଇକ ଯେଠି ଥିଲା ପ୍ରାଇଜ ଦ୍ଵାରା, ଗେମ୍ସ ଦ୍ଵାରା, ତା ସହିତ ଯୋଉ ରହିଲା ହଉଛି ଲେସନ ଦ୍ଵାରା, ଲେସନ ଏମ୍ସ କ୍ଲିୟର ଦ୍ଵାରା, ତା ସହିତ ଡିଫରେଣ୍ଟ ଟାଇପସ ଅଫ ଯୋଉ ରିୱାର୍ଡ ପ୍ରୋଭାଇଡ କରି ଏଇ ସବୁ ଜିନିଷ ପ୍ରୋଭାଇଡ କରି ଆମେ ମୋଟିଭେଟ କରିପାରିବା। ଦେନ ମୋଟିଭେସନ ପରେ କଣ ରହୁଛି, ଯୋଉ ରହିଲା ହଉଛି କୋଉ କୋଉ ଟର୍ମ ଗୁଡିକ ମୋଟିଭେସନ ସହିତ ରିଲେଟେଡ ଅଛି, ଇଣ୍ଟର ରିଲେଟେଡ ଟର୍ମସ ଇନ ମୋଟିଭେସନ। କୋଉ କୋଉ ଟର୍ମ ଗୁଡିକ ହଉଛି ମୋଟିଭେସନ ସହିତ ଇଣ୍ଟର ରିଲେଟେଡ ଅଛି। ତ ପ୍ରଥମ କଥା ରହିଲା ମୋଟିଭ। ମୋଟିଭ ମିନ୍ସ କଣ ପିଲାମାନେ, ଯିଏ ଲର୍ନ କରିବ ବା ଯାହାକୁ ଆମେ କୌଣସି ଜିନିଷ ପ୍ରୋଭାଇଡ କରିବା, ତ ସିଏ ନବା ପାଇଁ ହଉଛି ତାର ମୋଟିଭ ଥିବା ଦରକାର, means ତା ପାଖରେ ପ୍ରେରଣା ଥିବା ଦରକାର। ତାକୁ ପ୍ରେରଣା ପ୍ରୋଭାଇଡ କରିବା, ତାକୁ ମୋଟିଭ ଯୋଉ ରହୁଛି, ମୋଟିଭ ମିନ୍ସ ହଉଛି ପ୍ରେରଣା। ଦେନ ମୋଟିଭ ପରେ ହଉଛି ମୋଟିଭେସନ।
मीन्स तापर कौन होची जदि तार इच्छा अछि तार मोटिव अछि देन तापर हम ताको मोटिवेशन प्रोवाइड तार इंटरेस्ट नथिले ताको हम जबरदस्ती मु जते भी कहले सुनिबो नाही तार मोटिव थिबा दरकार देन ताको मोटिवेशन करिया दरकार देन तापर कौन होची मोटिवेटर मोटिवेटर मीन्स जे मोटिवेट करू अछि जे मोटिवेट करू अछि सी होची मोटिवेटर मोटिव मीन्स जे जहा को हम मोटिव मोटिव मोटिवेट जहा को हम मोटिवेशन प्रोवाइड करे दैट इज होची मोटिव देन मोटिवेटर मीन्स जे मोटिवेशन प्रोवाइड करू अछि दैट इज होची तुम्हारा मोटिवेटर तो मोटिवेशन जो रोची तुम्हारे पिला माने होची टू टाइप्स मोटिवेशन गुटे हला इंक्रीज इंट्रांजिक मोटिवेशन आउट होची एक्सट्रांजिक मोटिवेशन तो इंट्रांजिक मोटिवेशन कोन पिला माने जोटा हला व्यक्ति बा चाइल्ड रो भीतर जोटा आछी निज ओन बेस रो आसुची जो मोटिवेशन ता देटी जोची इंट्रांजिक मोटिवेशन जोटी कहबा आई वांट टू डू समथिंग फॉर माई सेल्फ जोटा हला मु निज ପାଇଁ ମୁଁ କରିବି କିଛି ନା କିଛି ଏଠି ଯୋଉଚି ଇଣ୍ଟ୍ରାଞ୍ଜିକ ମୋଟିଭେସନ ମୋଟିଭେସନ ଇଜ ଇନ ଦ ଆକ୍ଟିଭିଟି ଯେତେବେଳେ କୌଣସି କାମ କରୁଅଛ ନିଜ ମନରୁ ଆସୁଛି ଯେ ମୁଁ ଏଇ କାମଟା ନିହାତି କମ୍ପ୍ଲିଟ କରିବି ଯେତେବେଳେ ତୁମେ ପଢୁଛ ନାଇଁ ମୁଁ ଯଦି ନ ପଢିବି ଏଇ ମୁଁ ଏକ୍ସାମ ର ଫେଲ ହେଇଛି ମୋ ରେଜଲ୍ଟ ଖରାପ ହବ ମୋ ସାଙ୍ଗରୁ ପଛ ମାର୍କ ରଖିବି ମୋ ସାଙ୍ଗଠୁ କମ ମାର୍କ ରଖିବି ତ ସେତେବେଳେ ତୁମେ କଣ କରୁଛ ନିଜକୁ ନିଜେ ମୋଟିଭେଟ କରୁଛ ତମ ମନ ଭିତରୁ ଆସୁଛି ସେଠି ଯଦି ତୁମେ କଣ କରୁଛ ମତେ ଡେଡିକେସନ ସହିତ ପଢିବା ଦରକାର ଯଦି ଭଲସେ ପଢିବି ଭଲ ମାର୍କ ସିକ୍ୟୁର କରିକି ଆଣିବି ଆଉ ମୋ ସାଙ୍ଗଠୁ ମଧ୍ୟ ମୁଁ ଟପ୍ କରିବି ଦେଟ ଇଜ ତୁମର କଣ ହେଲା ଇଣ୍ଟ୍ରାଞ୍ଜିକ ମୋଟିଭେସନ ଦେନ୍ ତାପରେ କଣ ହଉଛି ଏକ୍ସଟ୍ରାଞ୍ଜିକ ମୋଟିଭେସନ ମିନ୍ସ କଣ ହଉଛି ଆଇ ନିଡ ଅର ଫିଲ୍ ଆଇ ୱାଣ୍ଟ ଡୁ ସମଥିଙ୍ଗ ମିନ୍ସ କଣ ହଉଛି ତୁମେ ବାହାରୁ ଇନ ଦ ଏକ୍ସଟର୍ନାଲ ୱାର୍ଲଡ ରୁ କିଛି ଜିନିଷ ନିଡ କରୁଛ ବା କିଛି ଜିନିଷ ଅନୁଭବ କରୁଛ ଯୋଉଟା କଣ କରୁଛି ତୁମକୁ ହଉଛି ମୋଟିଭ କରୁଛି ଆଉ ତୁମେ ସେ ଜିନିଷଟା ସେ କାମଟା କମ୍ପ୍ଲିଟ କରୁଅଛ ଲାଇକ ହଉଛି ଯୋଉ ରହିଲା ହଉଛି ତୁମେ ଏକ୍ସାମ ରେ ବାରମ୍ବାର ବାରମ୍ବାର ଫେଲ ହଉଛ ବା କମ ସ୍କୋର ଆଣୁଛ ଟିଚର କଣ କହିଲା ତୁମେ ଯଦି ଏକ୍ସାମ ରେ ଏଥର ଟପ୍ କରିବ ମୁଁ ତତେ ଗୋଟେ ଭଲ ଗିଫ୍ଟ ଦେବି ମେ ବି ଭଲ କଲମ ଗୋଟେ ଗିଫ୍ଟ ପେନ୍ ଗୋଟେ ଗିଫ୍ଟ ଦେବି ନହେଲେ ହଉଛି ବୁକ୍ ଗୋଟେ ଭଲ ଗିଫ୍ଟ ଦେବି ତ ତୁମକୁ ସେ ଯେ ବୁକ୍ ଆଉ ପେନ୍ ର ଯୋଉ ଷ୍ଟିମୁଲେଟ ଟା ଦିଆଗଲା ସେଇ ଷ୍ଟିମୁଲେଟ ଟା କଣ ହଉଛି ତୁମର ହଉଛି ଏକ୍ସଟର୍ନାଲ ଷ୍ଟିମୁଲେଟ ନା ବାହାର ଦୁନିଆରେ ମିଳୁଛି ନା ଯୋଉଟା ଟିଚର ଦ୍ଵାରା ଦିଆଯାଉଛି ସେଠି ହଉଛି ତୁମର ଏକ୍ସଟ୍ରାଞ୍ଜିକ ମୋଟିଭେସନ କହିବା ଆଉ କିଛି କିଛି ଜିନିଷ ଏମିତି ହଉଛି ପିଲା ଦେଖିକି ଶିଖୁଛି ଦେଖିକି ହଉଛି ନିଜକୁ ମୋଟିଭେଟ କରୁଛି ଯୋଉଟା ସେ ଫିଲ୍ କରୁଛି ଅନୁଭବ କରୁଛି ବାହାର ଦୁନିଆକୁ ଦେଖି ଫିଲ୍ କଲା ଯେ ଏଇ ଜିନିଷଟା କଲା ବେଳକୁ ଖରାପ ହଉଛି ମେ ବି ମୁଁ ଏଇଟା ପରବର୍ତ୍ତୀ ଟାଇମରେ ଏଇଟା କରେକ୍ସନ କରିବା ପାଇଁ ଟ୍ରାଏ କରିବି ତ ସେଇ ଜିନିଷକୁ ଦେଖିଲା ପରେ ନିଜର ଗୋଟେ ଅନୁଭବ ହେଲା ପରେ ନିଜକୁ ଚେଞ୍ଜେସ କରୁଛି ଦେଟ ଇଜ ହଉଛି ଏକ୍ସଟ୍ରାଞ୍ଜିକ मोटिवेशन देन तापर कहूँ मोटिवेशन इज द आउटसाइड द एक्टिविटी तो एटा कौन होची आउटसाइड द एक्टिविटी एटा होची इनसाइड द एक्टिविटी जो रहला होची इंट्रांजिक मोटिवेशन तो एटा जस्ट ब्रीफली रहला जोटा ला मोटिवेशन रिलेटेड मोटिवेशन कोन आ को टाइप रो मोटिवेशन होची उटा इंट्रांजिक आउट होची एक्सट्रांजिक तो एबे हमें स्टार्ट करे जो रहला हमर मेन पार्ट जो थ्योरी रहची नीड हायरार्की थ्योरी जो रहची हमें से पार्ट ता हमें स्टार्ट करिवा एबे तो चलो तो एबे स्टार्ट करिवा जोटा है हाँ टिके पिलाने स्टार्ट करिया जान मोटिवेशन प्रोसेस टा को प्रोसेस रो मोटिवेशन चालू अछि तो प्रथम थिंग होछि तुमरो कोनसी जिंस नीड थिबा दरकार विदाउट नीड रे तुमरो जदि मोटिव नथियो से जिंसटा शिखिबार तुमको जेते मोटिवेशन करले तुमे शिखि पारिबो नै तो तुमरो आवश्यक थिबा दरकार प्रथम होछि आवश्यक नीड रहिला नीड परे कोन होछि सर्च फॉर वेज टू सैटिस्फाई नीड तो तुमरो नीड टा फुलफिलमेंट करिया पे डिफरेंस वे तुमे सर्च करू अछो କୋଉ ୱେରେ ଗଲେ ତୁମର ନିଡ୍ ଟା ଫୁଲଫିଲ ପାଇ ହେଇଯିବ ବା ତୁମ ନିଡ୍ ଟା ତୁମେ ଫୁଲଫିଲ ପାଇ ବା ଆଚିଭ କରିବାର ଯୋଉଟା ତୁମକୁ ସାଟିସ୍ଫାକ୍ସନ ପ୍ରୋଭାଇଡ କରିବ ତ ସେଟାର ତୁମେ ବାଟ ଖୋଜିବ ଦେନ୍ ତାପରେ କଣ ହଉଛି ଚଏସ ଅଫ ବିହେଭିୟର ଟୁ ସାଟିସ୍ଫାଇ ନିଡ୍ ତାପରେ କଣ ହଉଛି ତୁମର ଯୋଉ ବିହେଭିୟର ବା ତୁମର ପର୍ସନାଲିଟି ତୁମେ ଚଏସ କରିବ ଚୁଜ କରିବ କୋଉ ବିହେଭିୟର କୋଉ ପର୍ସନାଲିଟି ଯୋଉଟା ହଉଛି ତୁମର ନିଡ୍ ପାଖରେ ପହଞ୍ଚି ପାରିବ ବା ତୁମ ନିଡ୍ ଟା ଫୁଲଫିଲମେଣ୍ଟ ରେ हेल्प करिबो देन तापर कोन छि इभालुएशन करियो जज करियो कोन जज करियो तुमे तुमरो सैटिस्फैक्शन ता पाइचो आ तुमरो ना नीड ता तुमरो अचीव करिचो ना करिनो सेई जिंसटा तुमे कोन करिवो इभालुएट करिवो देन तापर कोन छि इभालुएशन पर पुनी कोन हला डिटरमाइनेशन ऑफ द फ्यूचर नीड एंड सर्च चॉइस फॉर सैटिस्फैक्शन पुनी आउ थरे तुमरो होछि से नीड फुलफिलमेंट हेगला ता परवर्ती टाइम आ गुटे नीड पुनी डिटरमिनेशन कलो पुणी तार सर्च कलो चॉइस ताकू केमिति फुलफिलमेंट करबे तार डिफरेंट वे बा तार रास्ता गुडी को खोजिलो सेटाও केमिति अचीव करबा से जिंसटा केमिति फुलफिल हो सेति ପାଇଁ तुमको निजको मोटिवेट करबे तो एई प्रोसेस रो गुटे साइकिल प्रोसेस रो मोटिवेशन दा चली अछि पुणी प्रथम नीड नीड पर रास्ता बाट खोजिलो वे खोजिलो पुणी भी तो को बिहेवियर आ को पर्सनालिटी माध्यम तुम नीड पाखर पहुंचो देन ताको जज कलो पुणी आउथरे फ्यूचर नीड सेटअप कलो तो एटा प्रोसेस आ गुटे साइकिल प्रोसेस चालि जोडा हला मोटिवेशन प्रोसेस ता देन एबे पढिबा अछि नीड हायरार्की थ्योरी ऑफ जो रोइला होची अब्राहम मास्लो रो जो नीड हायरार्की थ्योरी जो रोइची एथिरे कोन होची
ଆବ୍ରାହମ ମାସ୍ଲୋମ ଯୋଉ ରହୁଛନ୍ତି ସିଏ ତାଙ୍କ ଦ୍ଵାରା ଏଇ ଥିଓରିଟା ଦିଆଯାଇଛି, ଯୋଉଟାକୁ ଆମେ କହିପାରିବା ନିଡ୍ ହାଇରାର୍କି ଥିଓରି ଅଫ ମୋଟିଭେସନ। ତ ଏଥିରେ କଣ ହଉଛି, ଆବ୍ରାହମ ହାର୍ଲୋଲ୍ଡ ମାସ୍ଲୋ ଇଜ ଏନ୍ ଆମେରିକାନ ସାଇକୋଲୋଜିଷ୍ଟ। ସିଏ ଜଣେ ଗୋଟେ ହଉଛି ଆମେରିକାନ ସାଇକୋଲୋଜି। ତ ସିଏ ବେଷ୍ଟ ଅଲସୋ ନୋନ୍ ଏଜ କ୍ରିଏଟିଂ ମାସ୍ଲୋ ହାଇରାର୍କି ଅଫ ନିଡ୍ସ। ତ ୟାକୁ ମଧ୍ୟ ଆମେ କଣ କହିପାରିବା, ଯୋଉ ଥିଓରିଟାକୁ ମାସ୍ଲୋ ହାଇରାର୍କି ଅଫ ନିଡ୍ସ କହିପାରିବା। ଯୋଉଥିରେ ସିଏ କଣ କରିଥିଲେ, ଗୋଟେ ରୁଟ ଲେଭେଲରୁ ଷ୍ଟାର୍ଟ ହବ ତୋର ମୋଟିଭେସନ ଟା, ଆଉ ଗୋଟେ ହଉଛି ହାଇ ଲେଭେଲରେ ପହଞ୍ଚିବ, ଟପ୍ ଲେଭେଲରେ ଗୋଟେ ପହଞ୍ଚିବ, ଗୋଟେ ଗ୍ରାସ ରୁଟ ଲେଭେଲରୁ ଷ୍ଟାର୍ଟ ହେଇକି ଟପ୍ ଲେଭେଲରେ ପହଞ୍ଚିବ, ଯୋଉଠି ତୁମେ କଣ କରିବ, ତୁମ ଲାଇଫରେ ସବୁ କିଛି ଆଚିଭ୍ କରିପାରିଥିବ। ଏଇ ପ୍ରୋସେସ ର ସେ କହିଥିଲେ ମୋଟିଭେଟ ହଉଛି ଗୋଟେ ହ୍ୟୁମାନ ବିଙ୍ଗ ବା ଗୋଟେ ଚାଇଲ୍ଡ। ତ ସେଇଟା ହେଲା ଲାଷ୍ଟ ଲେଭେଲ ଯୋଉ ରହୁଛି, ସେ କହିଥିଲେ ସେଲ୍ଫ ଆକ୍ଚୁଆଲାଇଜେସନ କହିଥିଲେ, ଗୋଟେ ଲାଷ୍ଟ ଲେଭେଲ ବା ଶେଷର ଯୋଉ ଲେଭେଲ ଟା ରହୁଛି ତାକୁ ଆମେ କଣ କହିବା, ସେଲ୍ଫ ଆକ୍ଚୁଆଲାଇଜେସନ, ଯୋଉଟାକୁ ଆମେ ଟପ୍ ଲେଭେଲ ମଧ୍ୟ କହୁଛେ। ୟାକୁ ହଉଛି ତୁମେ ନୋଟ କରି ଲେଖିଦିଅ, ଯୋଉ ଟପ୍ ଲେଭେଲ ଟା କୋଉଟା ରହୁଛି ମୋଟିଭେସନ, ଯୋଉ ନିଡ୍ ହାଇରାର୍କି ଥିଓରି ଯୋଉ ରହିଛି, ଟପ୍ ଲେଭେଲ ହଉଛି ସେଲ୍ଫ ଆକ୍ଚୁଆଲାଇଜେସନ। ଦେନ୍ ଗଭର୍ନମେଣ୍ଟ କହୁଛି ବିହେଭିୟର ଅଫ people depends upon their need. Human behavior can be changed or motivated by fulfilling their needs. तो जो behavior of people ଟା depend କାହା ଉପରେ କରୁଛି, ତାର need ଉପରେ ବା ତାର ଆବଶ୍ୟକ ଉପରେ depend କରୁଛି। ତାର ଯଦି ଆବଶ୍ୟକ ଫୁଲଫିଲ ହେଇଯାଉଛି, ମେ ବି ତାର ହଉଛି ବିହେଭିୟର ବି ଚେଞ୍ଜେସ୍ ଦେଖିବା ପାଇଁ ମିଳୁଅଛି। ତାର ଯୋଉ ମୋଟିଭେସନ କଣ କରୁଛି, ସବୁବେଳେ ତାର ହଉଛି ଆବଶ୍ୟକଟାକୁ ଫୁଲଫିଲ କରିବା ପାଇଁ ମୋଟିଭେସନ କରୁଅଛି। ଲାଇକ ତୁମେ ସବୁ ପିଲାମାନେ ଏବେ ପଢୁଛ, ତୁମର ସବୁ ପ୍ରିପାରେସନ ଚାଲୁଅଛି, ତ ତୁମର ନିଡ୍ କଣ ଅଛି, ସେଇ ଯୋଉ ପାଇଁ ପ୍ରିପାରେସନ କରୁଛ ସେଇ ଏକ୍ସାମ ଟା କ୍ଲିୟର କରିବା ଦରକାର। ଦେନ୍ ସେ ଏକ୍ସାମ ଯେତେବେଳେ କ୍ଲିୟର ହେଇଯିବ, ମେ ବି ସେ ଏକ୍ସାମ ପାଇଁ ତୁମର ଯୋଉ ବିହେଭିୟର, ଯୋଉ ପର୍ସନାଲିଟି ସେଟ୍ କରୁଛ, ସେ ଏକ୍ସାମ ଯେତେବେଳେ କ୍ଲିୟର ହେଇଗଲା, ଜବ୍ ପାଇଗଲା ପରେ ତୁମ ବିହେଭିୟର କିଛି ଚେଞ୍ଜେସ୍ ଦେଖିବା ପାଇଁ ମିଳୁଛି। ତ ମୋଟିଭେସନ କଣ ସବୁବେଳେ ହେଲ୍ପ କରୁଛି, ତୁମର ନିଡ୍ କୁ ଆଚିଭ କରିବା ପାଇଁ ହେଲ୍ପ କରୁଅଛି। ଜେନେରାଲି ଦ ନିଡ୍ସ ଫଲୋ ଦ ହାଇରାର୍କି ଦେନ୍ ଷ୍ଟାର୍ଟିଂ ଫ୍ରମ ସାଇକୋଲୋଜିକାଲ ନିଡ୍। ତ ଯୋଉ ନିଡ୍ ଟା ଗୋଟେ ହାଇରାର୍କି ଷ୍ଟେଜ ପ୍ରୋସେସ ର ଫଲୋ କରୁଛି, ଯୋଉଟା କଣ ହଉଛି, ଗୋଟେ ଷ୍ଟାର୍ଟିଂ କୋଉଠୁ ଆରମ୍ଭ ହଉଛି, ରୁଟ ରୁ ମିନ୍ସ ହଉଛି ତଳରୁ ଆର ବଟମ ରୁ ଟପ୍ ଆପ୍ରୋଚ ପର୍ଯ୍ୟନ୍ତ ଯାଉଅଛି। ଯୋଉଠି ହେଲା ଷ୍ଟାର୍ଟିଂ ପଏଣ୍ଟ ଟା କଣ ରହୁଛି, ସିଏ ସାଇକୋଲୋଜିକାଲ ନିଡ୍ ଯୋଉ ରହୁଛି, ଷ୍ଟାର୍ଟିଂ ଯୋଉ ରହୁଛି, ଷ୍ଟାର୍ଟିଂ ଫ୍ରମ ହଉଛି ସାଇକୋଲୋଜିକାଲ ନିଡ୍ ଯୋଉ ରହିଛି, ସରି ସାଇକୋଲୋଜିକାଲ ହବନି, ଏଟା ଫିଜିଓଲୋଜିକାଲ ନିଡ୍ସ ହବ ପିଲାମାନେ। ଯୋଉ ରହିଲା ହଉଛି ତୁମର ଯୋଉ ସାଇକୋଲୋଜିକାଲ ଯୋଉ ରହିଛି, ସେଟା ହଉଛି ଫିଜିଓଲୋଜିକାଲ ନିଡ୍ସ ହବ, ତାକୁ କରେକ୍ସନ କରିଦେବେ ପିଲାମାନେ। ଆଉ ଟିକେ ଖାଲି ପିଲାମାନେ, ଯୋଉ ରହିଛି ଏଇଟା ହଉଛି ଫିଜିଓଲୋଜିକାଲ ନିଡ୍ସ। ସେଟା ପିଲାମାନେ ଏଟା ଟିକେ ରଙ୍ଗ ହେଇଯାଇଛି, ଫିଜିଓଲୋଜିକାଲ ନିଡ୍ସ କର, ଯୋଉଟା ଷ୍ଟାର୍ଟିଂ ରହୁଛି। A satisfied need can no longer motivate a person, only next higher level need can do so। ତ ଯୋଉ ସାଟିସ୍ଫାଇ ନିଡ୍ ବା ତୁମର ଯୋଉ ନିଡ୍ ଗୁଡିକ ସେଟ୍ କରୁଛ, ଯଦି ସେଟା ତୁମର ଫୁଲଫିଲ ହେଇଗଲା, ମେ ବି ତାପରେ ତୁମେ କଣ କରୁଛ, ତୁମକୁ ସେଇ ଟାଇମ ଭିତରେ ତୁମକୁ ସାଟିସ୍ଫାକ୍ସନ ମିଳୁଛି, ପୁଣି ତା ପରବର୍ତ୍ତୀ ଟାଇମରେ ଆଉ ଗୋଟେ ତୁମର ନିଡ୍ ତୁମ ପାଖରେ ଆସି ପହଞ୍ଚାଉଛି, ଆଉ ତୁମେ ସେଟା କେମିତି ଗେଟ୍ କରିବ ବା ସେ ଜିନିଷଟା କେମିତି ଆଚିଭ୍ କରିବ, ତା ପାଇଁ ତୁମେ ଆଉ ଥରେ ପ୍ଲାନ୍ ଷ୍ଟାର୍ଟ କରିବ। ତ ମଣିଷର ନିଡ୍ କେବେ ଫୁଲଫିଲମେଣ୍ଟ ହୁଏନି। ତ ମଣିଷ ସବୁବେଳେ ଗୋଟେ ପରେ ଗୋଟେ ତାର ହଉଛି ନିଡ୍ ପହଞ୍ଚିଯାଏ ତା ପାଖରେ, ତ ସେଟାକୁ କେମିତି ସେ ଆଚିଭ୍ କରିବ, ସେଇ ପାଇଁ ସିଏ ସବୁବେଳେ ହଉଛି ଗୋଟେ ପରେ ଗୋଟେ ଷ୍ଟେପ ୱାଇଜ ସିଏ ଡିସାଇଡ କରିଚାଲିବ, ଗୋଟେ ପରେ ଗୋଟେ ଷ୍ଟେପ ୱାଇଜ ହଉଛି ସିଏ ଯାଇକି ହଉଛି ଟପ୍ ଲେଭେଲରେ ପହଞ୍ଚୁଅଛି। ଦେନ୍ ତାପରେ କଣ ହଉଛି, ମାସ୍ଲୋ ନିଡ୍ ହାଇରାର୍କି ଥିଓରି ଯୋଉ ରହିଛି, ତ ହଁ ଏଇଟା ପିଲାମାନେ ଏଇଟା ସାଇକୋଲୋଜିକାଲ ହେଇଯାଇଛି, ତ ଏଇଟା କହୁଛି ଫିଜିଓଲୋଜିକାଲ କର। ହଁ ଏଟାକୁ ଟିକେ ଫିଜିଓଲୋଜିକାଲ କରିଦିଅ, ପି ଏଚ ୱାଇ ପି ପି ଏଚ ୱାଇ ଏସ୍ ଆଇ, ଫିଜିଓ, ଟିକେ ଫିଜିଓଲୋଜିକାଲ କରେକ୍ସନ କରିଦବ ପିଲାମାନେ, ଏଟା ଭୁଲ ଅଛି। ଫିଜିଓଲୋଜିକାଲ ନିଡ୍ସ, ଦେନ୍ ସେଫଟି ନିଡ୍ସ, ଦେନ୍ ହଉଛି ସୋସିଆଲ ନିଡ୍, ଦେନ୍ ହଉଛି ଏସ୍ଟିମ ନିଡ୍, ଦେନ୍ ହଉଛି ସେଲ୍ଫ ଆକ୍ଚୁଆଲାଇଜେସନ ନିଡ୍। ତ ପ୍ରଥମ ଯୋଉ ନିଡ୍ ରହୁଛି, ହଉଛି ଫାର୍ଷ୍ଟ ହଉଛି ତୁମର ହଉଛି ଫିଜିଓଲୋଜିକାଲ ନିଡ୍ସ ଯୋଉ ରହୁଛି। ଦେନ୍ ତାପରେ ଗୋଟେ ହ୍ୟୁମାନ ବିଙ୍ଗ ତାର ସେଫଟି କଥା ଚିନ୍ତା କରିବ। ଫିଜିଓଲୋଜିକାଲ ଯୋଉଟା ହେଲା ତାର ବେସିକ ନିଡ୍ ଟା, ଲାଇକ ତାର ଫୁଡ, ୱାଟର, ୱାର୍ମଥ, ରେଷ୍ଟ, ଏଇଟା ହଉଛି ସେଠି ଯୋଉ ତାର ଫିଜିଓଲୋଜିକାଲ ନିଡ୍ ରେ ଆସୁଛି, ଯୋଉଟା ବେସିକ ନିଡ୍ ଗୁଡିକ ରହୁଛି। ଦେନ୍ ତାପରେ ହଉଛି ତାର ସେଫଟି ନିଡ୍ ଉପରେ ସେ ଫିକ୍ସ କରିବ, ତା ନିଜର ସେଫଟି କଥା ଚିନ୍ତା କରିବ, ଯୋଉଟା ସିକ୍ୟୁରିଟି ବା ସେଫଟି। ଦେନ୍ ତାପରେ କଣ ଅଛି, ବିଲଙ୍ଗିନେସ ଏଣ୍ଡ ଲଭ ନିଡ୍ସ, ମିନ୍ସ ହଉଛି ଏଠି ଗୋଟେ ରିଲେସନସିପ ବିଲ୍ଡ କରିବା ପାଇଁ ଟ୍ରାଏ କରିବ, ସୋସାଇଟିର ଫ୍ରେଣ୍ଡସ, ପିଅର୍ସ, ୱାଇଫ, ହଜବେଣ୍ଡ, ଯେ ଡିଫରେଣ୍ଟ ଟାଇପସ ରିଲେସନସିପ ସେ ବିଲ୍ଡ କରୁଛି। ଦେନ୍ ତାପରେ କଣ ଅଛି, ଏସ୍ଟିମ ନିଡ୍, ରିଲେସନସିପ ବିଲ୍ଡ ହେଇଗଲା ପରେ ଗୋଟେ ସିଏ ପ୍ରେଷ୍ଟିଜିୟସ ଲାଇଫ ତାର ସୋସାଇଟିରେ ଚାହିଁବ, ଯେଠି ସୋସାଇଟି ତାକୁ ସମ୍ମାନ ମିଳୁ,
ତାକୁ ହଉଛି ପ୍ରେଷ୍ଟିଜ ମିଳୁ, ତ ନିଜର ଯୋଉ ରହିଲା ନିଜର ସାଟିସ୍ଫାକ୍ସନ ମିଳୁ ସୋସାଇଟି ତରଫରୁ, ସେଇ ଜିନିଷଟା ସିଏ ଚାହୁଁଅଛି। ଦେନ୍ ତାପରେ କଣ ସେଲ୍ଫ ଆକ୍ଚୁଆଲାଇଜେସନ ଯୋଉ ରହିଲା ହଉଛି ସେଲ୍ଫ ଫୁଲଫିଲମେଣ୍ଟ, ଏଇଟା କଣ ହଉଛି ଟପ୍ ଲେବୁଲ, ଏଇଠି କଣ ହଉଛି ସିଏ ତା ଲାଇଫ ରୁ ସବୁ କିଛି ଜିନିଷ ଆଚିଭ କରିଥାଏ, ଯୋଉଟା ହେଲା ତାର ପୋଟେନସିଆଲ, ତା ଭିତରୁ ସବୁ କ୍ରିଏଟିଭ ଆକ୍ଟିଭିଟି ଗୁଡିକ ସବୁ କିଛି ଦେଖିବା ପାଇଁ ମିଳିବ। ଲାଇଫ ରୁ ଯାହା ଯାହା ସିଏ ନିଡ୍ କରିଛି ସେ ସବୁ ଜିନିଷ ଆଚିଭ କରିସାରିଥିଲେ ଏଇ ନିଡ୍ ଟା ଭାଇ ଟପ୍ ରେ ସିଏ ପହଞ୍ଚି ଯିବ। ସବୁ ଜିନିଷ ଯଦି ଆଚିଭ କରିପାରିଛ ତାକୁ ପୁରା ଫୁଲ ସାଟିସ୍ଫାକ୍ସନ ମିଳିବ, ଯୋଉଟା ହେଲା ସିଏ ଭାବିବ ଯେ ମୋ ଲାଇଫ ରେ ଆଉ କିଛି ବାକି ନାହିଁ, ସବୁ ଜିନିଷ ମୁଁ ପାଇଯାଇଛି। ଦ୍ୟାଟ ଇଜ ହଉଛି ସେଲ୍ଫ ଆକ୍ଚୁଆଲାଇଜେସନ, ଯୋଉଟା ରହିଲା ବା ସେଲ୍ଫ ଫୁଲଫିଲମେଣ୍ଟ ନିଡ୍, ଯୋଉଟା ହେଲା କ୍ରିଏଟିଭ ଆକ୍ଟିଭିଟି ଗୁଡିକ ମଧ୍ୟ ରହିଅଛି। ଦେନ୍ ହଉଛି ଏଇଟା ପୁରା ରଙ୍ଗ ହେଇଯାଇଛି, ସାଇକୋଲୋଜିକାଲ ସବୁ ଗୁଡା ହେଇଯାଇଛି। ତ ଏଟାକୁ ସବୁ ଗୁଡାକୁ ଫିଜିଓଲୋଜିକାଲ କର, ଯେଟା ସାଇକୋଲୋଜିକାଲ ଅଛି ଏଟାକୁ ଫିଜିଓଲୋଜିକାଲ କର। ପି ଏଚ୍ ୱାଇ ଏସ୍ ଆଇ ଟେକ୍ନିକାଲ ଏରର ପିଲାମାନେ ସରି, ଠିକ କରେକ୍ସନ କରିଦିଅ। ଫିଜିଓଲୋଜିକାଲ ଯୋଉ ରହିଲା ଅଛି ଟୋଟାଲ ହଉଛି ଫିଜିଓଲୋଜିକାଲ କରିଦିଅ। ତ ଏଠି କଣ ହଉଛି ଫିଜିଓଲୋଜିକାଲ ନିଡ୍ସ are the basic needs for sustaining human life. These needs including food, shelter, clothing, rest, air, sleep, etc. ତ ଏଇଟା କଣ ହଉଛି ବେସିକ ନିଡ୍ ରହୁଛି, ଯୋଉଟା ଗୋଟେ ହ୍ୟୁମାନ ଲାଇଫ ର, ଯୋଉଟା ସିଏ ତାର ଜୀବନର ନିହାତି ଦରକାର। ଖାଦ୍ୟ ନିହାତି ଦରକାର, ରହିବା ପାଇଁ ବାସଗୃହ ନିହାତି ଦରକାର, ପିନ୍ଧିବା ପାଇଁ ଡ୍ରେସ କ୍ଲୋଥ ନିହାତି ଦରକାର, ତା ସହିତ ରେଷ୍ଟ ବି ଦରକାର ନା, ତା ସହିତ ବଞ୍ଚିବା ପାଇଁ ଏୟାର ଦରକାର, ଯୋଉଟା ହେଲା ଅକ୍ସିଜେନ ଦରକାର, ତା ସହିତ ଶୋଇବା ବି ନିହାତି ଦରକାର। ତ ଏଇ ସବୁ ବେସିକ ନିଡ୍ ଗୁଡିକ ଯୋଉ ରହୁଛି ସେଠି ସହିତ ମୋର ରହୁଛି ଫିଜିଓଲୋଜିକାଲ ନିଡ୍, ଦିସ୍ ବେସିକ ହ୍ୟୁମାନ ନିଡ୍ସ। ଏଇଟା ସାଇକୋଲୋଜି ହେଇଛି, ଏଟାକୁ fisiology କରିଦବ। ତ ଦିସ୍ basic human needs, also called biological needs, lie at the lowest level in the hierarchy of needs as their priority over all other needs. तो ଏଇଟା ଯୋଉ basic human need, ୟାକୁ ମଧ୍ୟ ଆମେ physiological ସହିତ biological need କୁ ମଧ୍ୟ ଆମେ କହିପାରିବା, ଯୋଉଟା ହେଲା ଗୋଟେ lowest level କହିପାରିବା। ମନେ ରଖିବ ପିଲାମାନେ, ତଳେ ସବୁଠୁ କିଏ ରହୁଛି ସର୍ଟ କ୍ୱେଶ୍ଚନ ଯେତେବେଳେ ପଚାରେ lowest ରେ କିଏ ରହୁଛି physiological need ଗୁଡିକ ରହୁଛି, ଯୋଉଟା ହେଲା ତମର basic need, ଯୋଉଟା ହେଲା human being ତାର ହଉଛି ସେ ସବୁ fulfillment, ଫାର୍ଷ୍ଟ ସେଇଟା fulfillment କରି ସାରିଲା ପରେ ନେକ୍ସଟ ନିଡ୍ କୁ ସିଏ ପହଞ୍ଚିବ, ନେକ୍ସଟ ଯୋଉ ଷ୍ଟେପ ଅଛି ସେ କଥା ସିଏ ଚିନ୍ତା କରିବ। ଏସବୁ ଫୁଲଫିଲମେଣ୍ଟ ନ କଲେ ନେକ୍ସଟ ପାଖରେ ପହଞ୍ଚିବ ନାହିଁ। ଦେନ୍ ଫିଜିଓଲୋଜିକାଲ ପରେ କଣ ଆସିଲା, ଯୋଉ ରହିଲା ଅଛି ସିକ୍ୟୁରିଟି ଅର ସେଫ୍ଟି ନିଡ୍ ଯୋଉ ରହୁଛି। ଏଇଠି କଣ ହେଲା, ଏସବୁ ଜିନିଷ ସିଏ ପାଇଗଲା, ନିଜର ଯୋଉ ବେସିକ ନିଡ୍ ଗୁଡିକ ଫୁଲଫିଲମେଣ୍ଟ ହେଇଗଲା ପରେ ନିଜର ସିକ୍ୟୁରିଟି କଥା ସିଏ ଚିନ୍ତା କରିବ। ଦିଜ ଆର ଦ ନିଡ୍ସ କନେକ୍ଟେଡ ୱିଥ ଦ ସାଇକୋଲୋଜିକାଲ ଫିୟର ଅଫ ଦ ଲସ୍ ଅଫ ଜବ, ପ୍ରପର୍ଟି, ନେଚୁରାଲ କ୍ଲାଇମେଟ ହାଜାର୍ଡ ଇଟିଜି। ତ ଏଠି ସିଏ କଣ କଲେ, ନିଜର ସେଫ୍ଟି କଥା ଚିନ୍ତା କରୁଛି, ନିଜର ସିକ୍ୟୁରିଟି କଥା ଚିନ୍ତା କରୁଛି। ସିକ୍ୟୁରିଟି ହବ, ଏଟା ବି ଭୁଲ ହେଇଛି, ସିକ୍ୟୁରିଟି ହବ, ଏଟା ସ୍ପେଲିଂ ଭୁଲ ଅଛି। ସିକ୍ୟୁରିଟି ବା ସେଫ୍ଟି ଯୋଉ ରହିଛି, ହଁ ସିକ୍ୟୁରିଟି ବା ସେଫ୍ଟି ନିଡ୍ ସେଟା ଠିକ କରିଦବ। ସିକ୍ୟୁରିଟି ସେଫ୍ଟି ନିଡ୍ ଯୋଉଠି କଣ ହଉଛି, ପ୍ରଥମ କଥା ହଉଛି ସିକ୍ୟୁରିଟି ମିନ୍ସ କଣ ହଉଛି, ସିଏ ତାର ହଉଛି ଜବ କଥା ଚିନ୍ତା କରିବ, ସୋସାଇଟିରେ ବଞ୍ଚିବା ପାଇଁ ନିହାତି କାମ କରିବା ଦରକାର। ତ ତା ଜବ କେମିତି ଲସ୍ ନ ହଉ, ତାର ପ୍ରପର୍ଟି ତାର ବ୍ୟାଙ୍କ ବାଲାନ୍ସ ଠିକ ସେ ଥିବା ଦରକାର, ନେଚୁରାଲ କ୍ଲାଇମେଟ ବନ୍ୟା ବାତ୍ୟାରୁ କେମିତି ସେ ଭଲସେ ବଞ୍ଚି ରହିବ, ସେଥିପାଇଁ ଭଲ ଘର ଗୋଟେ ଦରକାର, ପଶୁ ପକ୍ଷୀ ବାଘ ଭାଲୁଠୁ କେମିତି ବଞ୍ଚି ରହିବ ସେଥିପାଇଁ ମଧ୍ୟ ଭଲ ଜାଗାକୁ ରହିବା ଦରକାର। ତ ଏସବୁ ନିଜର ସେଫ୍ଟି ବା ନିଜର ସିକ୍ୟୁରିଟି, ଚୋର ଡକାୟତଠୁ କେମିତି ବଞ୍ଚି ରହିବ, ନିଜର ସିକ୍ୟୁରିଟି ବା ନିଜର ସେଫ୍ଟି କଥା ସେ ଚିନ୍ତା କରିବ। An employee want protection for such type of fear. Some of them are financial security, health and wellness, safety against accident and injury। ତ ଡିଫରେଣ୍ଟ ଟାଇପ ସିକ୍ୟୁରିଟି କଥା ସେମାନେ ଚିନ୍ତା କରୁଛନ୍ତି, ଯୋଉଥିରେ ସେମାନେ ଭୟଭୀତ ହୁଅନ୍ତି। ଲାଇକ ହଉଛି କିଛି ଜଣ ଫାଇନାନ୍ସିଆଲ କଥା ସେ ଚିନ୍ତା କରନ୍ତି, ଫାଇନାନ୍ସିଆଲ ତାଙ୍କର ଜବ କଥା ଆସିଯିବ, ତାଙ୍କ ପ୍ରପର୍ଟି କଥା ଆସିଯିବ, ତ ଫାଇନାନ୍ସିଆଲ ସିକ୍ୟୁରିଟି ସେଫ୍ଟି କଥା ଚିନ୍ତା କରନ୍ତି। ଦେନ୍ ହେଲ୍ଥ କଥା ଚିନ୍ତା କରନ୍ତି, ନିଜର ସ୍ୱାସ୍ଥ୍ୟ କେମିତି ଭଲ ରହିବ, ନିଜେ କେମିତି ଭଲ ରହିବ, ନିଜର ମେଣ୍ଟାଲ ଏବିଲିଟି କେମିତି ଭଲ ରହିବ, ସେ କଥା ଚିନ୍ତା କରନ୍ତି। ଦେନ୍ ତାପରେ କଣ ରହିଲା, ସେଫ୍ଟି ଏଗେନ୍ଷ୍ଟ ଆକ୍ସିଡେଣ୍ଟ ଆଣ୍ଡ ଇଞ୍ଜୁରି, ଯୋଉ ଆକ୍ସିଡେଣ୍ଟ କୌଣସି ଦୁର୍ଘଟଣାରୁ ନିଜକୁ କେମିତି ସେଫ୍ ରଖିବେ, ଇଞ୍ଜୁରିରୁ କେମିତି ନିଜକୁ ସେଫ୍ ରଖିବେ, ଏଇ ସବୁ କଥା ସେ ଡିସାଇଡ କରନ୍ତି, ଯୋଉଟା ହେଲା ସେକେଣ୍ଡ ଲେବୁଲରେ। ଦେନ୍ ଥାର୍ଡ ଲେବୁଲ କଣ ଅଛି, ଏଠି ସିକ୍ୟୁରିଟି ସେଫ୍ଟି ଆସିଗଲା, ନିଜେ ଜବ କରିଦେଲେ, ଜବ କରିସାରିଲା ପରେ କଣ ଚିନ୍ତା, ମ୍ୟାରେଜ କଥା ଚିନ୍ତା ନା। ଆଉ ମ୍ୟାରେଜ କୋଉଠି କରିବ, ସୋସାଇଟି ରିଲେସନସିପ ବିଲ୍ଡ କରିବ ନା, ସୋସାଇଟି ରିଲେସନସିପ ବିଲ୍ଡ କଲେ ଯାଇକି ହଉଛି ତୁମେ ମ୍ୟାରେଜ କରିବ ନା। ତ ଆଗେ ତୁମର କଣ ଦରକାର, ଜବ ଦରକାର ନା। ୱିଦାଉଟ୍ ଜବ, ଜବଟା ହଉଛି ଗୋଟେ ସିକ୍ୟୁରିଟି ନା ପିଲାମାନେ, ୱିଦାଉଟ୍ ଜବରେ ଝିଅ ମିଳିବ ନାହିଁ। ଗଭର୍ଣ୍ଣମେଣ୍ଟ ଫେର ପୁଣି ଗଭର୍ଣ୍ଣମେଣ୍ଟ ଜବ ଦରକାର ନା, ଗଭର୍ଣ୍ଣମେଣ୍ଟ ଜବ ନଥିବ ଯଦି ଝିଅ ମିଳିବ ନାହିଁ। ତ ସେଇଭଳିଆ କଥା, ଆଉ ଗଭର୍ଣ୍ଣମେଣ୍ଟ ଜବ ନଥିଲେ ବି ଝିଅ ପସନ୍ଦ କରିବେ ନାହିଁ। ତ ସିକ୍ୟୁରିଟି କଣ ଅଛି, ଗଭର୍ଣ୍ଣମେଣ୍ଟ ଜବଟା ହଉଛି ତୁମର ସିକ୍ୟୁରିଟି। ଏବେ ଗଭର୍ଣ୍ଣମେଣ୍ଟ ଜବ ଯଦି ତୁମ ପାଖରେ ହେଇଗଲା, ଦେନ୍ ଏବେ ତୁମ କଣ ହେଲା, ତୁମ ସୋସିଆଲ ନିଡ୍ ଟା ଫୁଲଫିଲମେଣ୍ଟ ହେଇଯିବ। ସୋସିଆଲ ନିଡ୍ ମିନ୍ସ ହଉଛି ତୁମେ ଗୋଟେ ରିଲେସନସିପ ବା ଗୋଟେ ସମ୍ପର୍କ
ଚାହୁଁଅଛ, ଯୋଉଟା ହେଲା ହଉଛି ଫ୍ୟାମିଲି ହଉ, ଫ୍ରେଣ୍ଡସ୍ ହଉ, ବା ତୁମର ଯୋଉ ଲଭ ରିଲେସନ ଯୋଉ ରହିଛି, ତୁମେ ଯାହାକୁ ଭଲ ପାଉଛ ତ ତା ସହିତ ଯୋଉ ରିଲେସନସିପ ଟା ହଉଛି ଭଲସେ କେମିତି କଟୁ, ଗୋଟେ ଲଙ୍ଗ ଲାଇଫ ରିଲେସନ ରହୁ, ସେଇଟା ଉପରେ ତୁମେ ଚାହୁଁଅଛ ବା ସେଇ ନିଡ୍ ଟା ଫୁଲଫିଲମେଣ୍ଟ କରୁଅଛ। According to Maslow, human need feel sense of belongingness and acceptance among groups, regardless whether these groups are large or small। ତ human needs କଣ ହଉଛି belongingness by acceptance means ହଉଛି ଗୋଟେ ଗ୍ରୁପ ଅଫ ପିପୁଲ ସହିତ ରିଲେସନସିପ କରୁଛି, ମାନେ ସ୍ମଲ ଗ୍ରୁପ ବା ଲାର୍ଜ ଗ୍ରୁପ ସହିତ ସେ ରିଲେସନସିପ ବିଲ୍ଡ କରୁଛି, ମିନ୍ସ ସୋସାଇଟି ସେ ମିଳିମିଶି ହେଇକି ରହିବା ପାଇଁ ଚେଷ୍ଟା କରୁଛି। ଏକାକି ବଞ୍ଚିଲେ ମେ ବି ତା ଲାଇଫ ରେ ଗୋଟେ ଜିନିଷ ସେ ମିସ୍ କରିବ, ବାପା ହଉ ମା ହଉ ଫ୍ୟାମିଲି ଲୋକଙ୍କୁ ମିସ୍ କରିପାରେ, ତା ସ୍ତ୍ରୀ ପିଲା ଛୁଆ ସମସ୍ତ ମିସ୍ କରିବେ। ତ ସେତେବେଳେ ସେ କଣ କହୁଛି, ସେ ବାପା ମା ସହିତ ରହିବା ସହିତ ନିଜକୁ ମ୍ୟାରେଜ କରୁଛି, ନିଜ ସାଙ୍ଗସାଥି ଡିଫରେଣ୍ଟ ପିପୁଲ ସହିତ ମିଶିକି ରହୁଛି, ଯୋଉଟା ହେଲା ସୋସିଆଲ ନିଡ୍। ତାର ଗୋଟେ ରହିଛି ଫ୍ରେଣ୍ଡସିପ ହବା, ଲୋକଙ୍କ ପାଖେ ଇଣ୍ଟିମେସି ରିଲେସନସିପ ବିଲ୍ଡ କରିବା, ଏଫେକ୍ସନ ଆଣ୍ଡ ଲଭ ଫର ଟିମ୍ ଆଣ୍ଡ ଫ୍ୟାମିଲି ଆଣ୍ଡ ମେମ୍ବର, ଫ୍ୟାମିଲି ଆଣ୍ଡ ଫ୍ରେଣ୍ଡସ। ତ ତାର ଯୋଉ ଟିମ୍ ମେମ୍ବର ଯୋଉଠି ଜବ୍ କରୁଛି ସେ ଲୋକଙ୍କ ପ୍ରତି ଭଲ ପାଇବା ଦେଖେଇବା, ଫ୍ୟାମିଲି ଲୋକଙ୍କ ପ୍ରତି ଭଲ ପାଇବା ଦେଖେଇବା, ସାଙ୍ଗ ପ୍ରତି ଭଲ ପାଇବା ଦେଖେଇବା, ସେଠି ଯୋଉଟା ହେଲା ସୋସିଆଲ ନିଡ୍। ସିଏ ଯଦି ଭଲ ପାଇବା ଦେଖଉଛି ଏବେ ତା ବଦଳରେ ଲୋକମାନେ ତାକୁ ବି ମଧ୍ୟ ଭଲ ପାଇବେ। ଦେନ୍ ତାପରେ ଆଉ ଗୋଟେ ରହିଲା ହଉଛି ଏସ୍ଟିମ୍ ନିଡ୍। ଏଇଠି କଣ ହେଲା, ସିକ୍ୟୁରିଟି ସୋସିଆଲ ନିଡ୍ ବାହାସାହା ହେଇଗଲ, ବାହାସାହା ହେଇଗଲା ପରେ ଏଇଠି ତୁମେ କଣ ଚିନ୍ତା କର, ନିଜର ପ୍ରେଷ୍ଟିଜ କଥା ଚିନ୍ତା କର। ସୋସାଇଟିରେ ତୁମକୁ 10 ଜଣ ଲୋକ ପଚାରନ୍ତି, ସୋସାଇଟିରେ ସମସ୍ତେ ତୁମ କଥା, ତୁମକୁ ଆସି ତୁମ ଯୋଉ କୌଣସି କାମରେ ତୁମକୁ ପଚାରିବେ, ତୁମଠୁ କିଛି ସଜେସନ ନେବେ, ତୁମକୁ ସୋସାଇଟିରେ ଭଲ ପ୍ରେଷ୍ଟିଜ ମିଳୁ, ତୁମର ଷ୍ଟାଟସ ଟା ଗୋଟେ ଭଲ ଲେବୁଲରେ ରହୁ। ତ ଏଇଟା ଦେଖିଛୁ ତୁମର ଏସ୍ଟିମ୍ ନିଡ୍। ଏସ୍ଟିମ୍ ନିଡ୍ସ ଆର୍ ଇଗୋ ନିଡ୍ସ ଅର ଷ୍ଟାଟସ ନିଡ୍। ଏଟାକୁ ଆମେ ଇଗୋ କହିପାରିବା, ମିନ୍ସ କଣ, ତୁମର ଇଗୋ କୁ ସାଟିସ୍ଫାଇ ତୁମେ ଏଇଠି କର। ତୁମେ ଯାହା କିଛି ଅପମାନ ପାଇଥିବ, ଯେ ପର୍ଯ୍ୟନ୍ତ ଚାକିରି ପାଇନ, ଯାହା କିଛି ଅପମାନ ପାଇଥିବ, ଚାକିରି ପାଇଗଲା ପରେ ତୁମେ ସାଙ୍ଗେ ସାଙ୍ଗେ କଣ କଲ, ଇଏ ତୁମକୁ ଖରାପ କହିଛି ମାନେ ତାପରେ ତୁମେ ପ୍ରତିଶୋଧ ନେଲ। ତ ଦେଖି ଯାଉଛି କଣ, ଯୋଉଟା ହେଲା ଏସ୍ଟିମ୍ ନିଡ୍ ର ଆସୁଛି, ଯୋଉଟା ହେଲା ଇଗୋ ନିଡ୍ସ। ବାହାସାହା ହେଇଗଲ, ବାହାସାହା ହେଇଗଲା ପରେ ଏବେ ତୁମେ କଣ ଅଛ, ସୋସାଇଟିର ଗୋଟେ ହଉଛି ତୁମେ ଗୋଟେ ମେଜର ପିପୁଲ ବନ ବୋଲି ଭାବ, ତୁମ ଏରିଆ ହଉ ବା ତୁମେ ଯୋଉଠି ଜବ୍ କରୁଛ, ତ ସବୁ ଜାଗାରେ ତୁମର ଇମ୍ପୋର୍ଟାନ୍ସ ଅଧିକ ରହୁ, ତୁମେ ସେଇ କଥା ଡିସାଇଡ କର, ଯେଟା ହେଲା ତୁମର ଏସ୍ଟିମ୍ ନିଡ୍। ଡୋମିନେଟ କରି ରଖ, ସବୁ ଜାଗାରେ ତୁମେ ଲିଡରସିପ ହବା ପାଇଁ ଟ୍ରାଏ କର, ଯେଠି ଯୋଉ ତୁମର ହେଲା ହଉଛି ଏସ୍ଟିମ୍ ନିଡ୍। People develop a concern with getting recognized, status, importance and respect from others। ତ ପିପୁଲ ଏଠି କଣ କରୁଛି, ନିଜକୁ ହଉଛି ରେକଗ୍ନାଇଜ କରୁଛି, ନିଜର ଅନ୍ ଅନ୍ ବିଲ୍ ଟା ରେକଗ୍ନାଇଜ କରି ଆସ, ନିଜର ଷ୍ଟାଟସ କୁ ରେକଗ୍ନାଇଜ କରୁଛି, ନିଜର ଇମ୍ପୋର୍ଟାନ୍ସ କେତେ ଅଛି, ଫ୍ୟାମିଲିର ନିଜର ଇମ୍ପୋର୍ଟାନ୍ସ, ଜବ୍ କ୍ଷେତ୍ରରେ ନିଜର ଇମ୍ପୋର୍ଟାନ୍ସ କେତେ, ସାଙ୍ଗମାନଙ୍କ କ୍ଷେତ୍ରରେ ନିଜର ଇମ୍ପୋର୍ଟାନ୍ସ କେତେ, ତୁମ ସୋସାଇଟିର ନିଜର ଇମ୍ପୋର୍ଟାନ୍ସ କେତେ, ସେସବୁ ଜିନିଷକୁ ସିଏ ସବୁବେଳେ ହଉଛି ଡିସାଇଡ, ସେସବୁ ଜିନିଷ ଉପରେ ଜଜ୍ କରୁଅଛି। ଦେନ୍ କଣ ହଉଛି, ରେସପେକ୍ଟ କେତେ ପାଉଛି ଅନ୍ୟମାନଙ୍କଠୁ, ତାକୁ ବି ମଧ୍ୟ ସେ ଜଜ୍ କରୁଅଛି, ତା ନିଜର ଇଗୋକୁ ସେ ସାଟିସ୍ଫାଇ କରୁଅଛି। ଯୋଉଟା ହେଲା ହଉଛି ଏଚିଭମେଣ୍ଟ କରିବା, କୌଣସି ଜିନିଷର ଏସବୁ ଜିନିଷକୁ ଏଚିଭ୍ କରିବା, ମାଷ୍ଟରି ଇଣ୍ଡିପେଣ୍ଡେନ୍ସ, ସବୁ ଜିନିଷ ରହୁଛି ଇଣ୍ଡିପେଣ୍ଡେନ୍ସ ରେ କାମ କରିବା, ନିଜେ ହଉଛି ସ୍ଵାଧୀନତାରେ କାମ କରିବା, କାହା ଉପରେ ଡିପେଣ୍ଡେନ୍ସ ହବା ନାହିଁ, ନିଜର ଷ୍ଟାଟସ କଥା ଚିନ୍ତା କରିବା, ଡମିନେଟ କରି ରଖିବା ଲୋକଙ୍କୁ, ପ୍ରେଷ୍ଟିଜ କଥା ଚିନ୍ତା କରିବା, ସେଲ୍ଫ ରେସପେକ୍ଟ କଥା ଚିନ୍ତା କରିବା, ଯୋଉଟା ହେଲା ହଉଛି ଏସ୍ଟିମ୍ ନିଡ୍। ଦେନ୍ ଲାଷ୍ଟ ନିଡ୍ ଯୋଉଟା ହେଲା ଟପ୍ ଲେବୁଲ ନିଡ୍, ଯୋଉଟା ହେଲା ଚାରିଟା କମ୍ପ୍ଲିଟ ହେଇ ସାରିଲା ପରେ ଯୋଉଟା 5 ନମ୍ବର ଯୋଉ ଅଛି, ଯୋଉଟା ହେଲା ସେଲ୍ଫ ଆକ୍ଚୁଆଲାଇଜେସନ ନିଡ୍, ଯୋଉଟା ହେଲା ଟପ୍ ଲେବୁଲ ତୁମର ଯୋଉ ନିଡ୍ ରହିଅଛି। ଯୋଉଠି ଏଇଠି କଣ ହଉଛି, ଯୋଉ ରହିଲା ହଉଛି ଗୋଟେ ହ୍ୟୁମାନ ବିଙ୍ଗ ତା ଲାଇଫ ର ସବୁ କିଛି ଏଚିଭ କରିସାରିଥିବ, ଏଚିଭ କରିସାରି ଏଇଠି ସେ ଭାବେ ହଉଛି ମୁଁ ଟପ୍ ରେ ପହଞ୍ଚି ଯାଇଛି। ଆଉ ଏଇ ନିଡ୍ ବା ଏଇ ଲେବୁଲରେ ପହଞ୍ଚିବା ଲୋକ ଅଳ୍ପ ଅଛନ୍ତି, ମିନ୍ସ ହଉଛି କିଛି ନା କିଛି ସମସ୍ତ ଲାଇଫ ରେ କିଛି ନା କିଛି ସେ ଫେଲିୟର ଥିବେ, କୌଣସି ନା କିଛି ତାଙ୍କ ଲାଇଫ ରେ ଠିକ ସେ ଚାଲୁନଥିବ, ବା କୌଣସି ଜିନିଷ ସିଏ ଯୋଉଟା ଚାହିଁଥିବେ ସେ ଜିନିଷ ପାଇ ନଥିବେ, ବା ଏଇ ଲେବୁଲ ଯୋଉ ରହିଲା ସେଲ୍ଫ ଆକ୍ଚୁଆଲାଇଜେସନ ନିଡ୍ ଯୋଉ ରହିଛି, ବା ସେଲ୍ଫ ଆକ୍ଚୁଆଲାଇଜେସନ ଯୋଉ ଟପ୍ ଲେବୁଲରେ କିଛି ଅଳ୍ପ ଲୋକ ଦେଖିବା ପାଇଁ ପାଇବା। ଦିସ୍ ଲେବୁଲ ଅଫ ନିଡ୍ସ ରେଫର୍ସ ଟୁ ହ୍ୱାଟ ପର୍ସନ ଫୁଲ ପୋଟେନସିଆଲ ଇଜ ଦ ରିଏଲାଇଜେସନ ଅଫ ଦ ପୋଟେନସିଆଲ। ତ ଏଇ ଲେବୁଲ ଟା କଣ ହଉଛି, ଯୋଉ ପର୍ସନ ବା ଯୋଉ ହ୍ୟୁମାନ ବିଙ୍ଗ ଅଛନ୍ତି ନିଜର ପୋଟେନସିଆଲ ଟାକୁ ରିଏଲାଇଜ କରନ୍ତି, ଯେ ମୋ ପାଖରେ ପୋଟେନସିଆଲ ଥିଲା ଯୋଉ ମୁଁ ସବୁ କିଛି ଜିନିଷ ଏଚିଭ କରି ପାରିଛି। ମାସ୍ଲୋ ଡେସ୍କ୍ରାଇବ ଦିସ୍ ଲେବୁଲ as the desire to accomplish everything that one can, to become the most that one can be। Individual may perceive or focus on this need very specially। ତ ମାସ୍ଲୋ କଣ ଡେସ୍କ୍ରାଇବ କଲେ, ଯୋଉ ରହିଲା ହଉଛି ନିଜର ଯୋଉ ଜିନିଷ ଗୁଡିକ ଫିକ୍ସ କରିଥିଲ, ସେ ସବୁ ଜିନିଷ ଗୁଡିକ ଏଚିଭ କରି ସାରିଲେ ତୁମେ ଏଇ ଲେବୁଲରେ ପହଞ୍ଚିଯିବ। ଏଇଟା ହଉଛି ଯୋଉଠି ହଉଛି ଗୋଟେ ହ୍ୟୁମାନ ବିଙ୍ଗ ବା ଗୋଟେ ହଉଛି ଚାଇଲ୍ଡ ବା ଗୋଟେ ପର୍ସନ କଣ ସବୁ କିଛି ଜିନିଷ ପାଇ ସାରିଥାଏ, ଯୋଉଟା ହଉଛି ସେଲ୍ଫ ଆକ୍ଚୁଆଲାଇଜେସନ, ଯୋଉଠି ହେଲା ସବୁ କିଛି ଜିନିଷ ଲାଇଫ ରେ ଏଚିଭ କରି ସାରିଥାଏ, ଯୋଉଟା ହେଲା ଆବ୍ରାହମ ମାସ୍ଲୋ କହିଛି, ଯାହା ଯାହା ସ୍ୱପ୍ନ ଦେଖିଛି ବା ଯାହା ଯାହା ଇଏ କରିଛି ସବୁ କିଛି ଜିନିଷ କମ୍ପ୍ଲିଟ କରି ସାରିଥାଏ। ଇଣ୍ଡିଭିଜୁଆଲ ମେ ପରସିଭ୍ ଅର ଫୋକସ ଅନ ଦିସ୍ ନିଡ୍ ଭେରି ସ୍ପେସିଆଲ। ତ ଏଇ ନିଡ୍ କୁ ଉପରେ ଇଣ୍ଡିଭିଜୁଆଲ ଫୋକସ କରେ, ପରସିଭ୍ କରେ, ସବୁ କିଛି ଜିନିଷ ଏଚିଭ କରିବା ପାଇଁ ଟ୍ରାଏ କରେ, ଭେରି ସ୍ପେସିଆଲ, ସବୁ କିଛି ଜିନିଷ ଧ୍ୟାନର ସହିତ କରିବା ପାଇଁ ଟ୍ରାଏ କରେ। ତ ଏଇଠି କଣ ହଉଛି ଇନକ୍ଲୁଡ କରୁଛି ପ୍ୟାରେଣ୍ଟିଂ, ଭଲ ବାପା ହବା, ଭଲ ହଉଛି ପିଲାମାନଙ୍କ କେୟାର ନବା,
ଭଲ ପୁଅ ହବା ତ ଏଇଟା ଯୋଉ ରହିଲା ତା ସହିତ ନିଜର ଏବିଲିଟି କୁ ୟୁଟିଲାଇଜ କରିବା, ନିଜର ଗୋଲ କୁ ଏଚିଭ କରିବା, ନିଜ ଭିତରେ ସବୁବେଳେ ନିଜର ହ୍ୟାପିନେସ କୁ ଏଚିଭ କରିବା, ନିଜର ଟ୍ୟାଲେଣ୍ଟ କୁ ୟୁଟିଲାଇଜ କରିବା। ତ ଡିଫରେଣ୍ଟ ଟାଇପସ ଅଫ ଯୋଉ ଥିଙ୍ଗ ଗୁଡିକ ରହିଛି ତାକୁ ଆମେ ୟୁଜ କରୁଛୁ, ଯୋଉଟା ହେଲା ସେଲ୍ଫ ଆକ୍ଚୁଆଲାଇଜେସନ ରହିଲା। ଏଇ ଯୋଉ ଯୋଉ ଜିନିଷ ଗୁଡିକ ଅଛି, ଗୋଟେ ଭଲ ପର୍ସନ ହେଇକି ରହିବା, ନିଜର ଏବିଲିଟି ଠିକ ଜାଗାରେ ୟୁଜ କରିବା, ଖରାପ ଜାଗାରେ ୟୁଜ ନ କରି, ନିଜର ଗୋଲ ଯଦି ସବୁ କିଛି ଯାହା ଯାହା ଗୋଲ ଫିକ୍ସ ତାକୁ ଯଦି ଏଚିଭ କରିଦେଇଛ ତ ତୁମେ ଟପ୍ ଲେଭେଲରେ ପହଞ୍ଚିବ। ନିଜସ୍ୱର ହ୍ୟାପିନେସ କୁ ଯଦି ଏଚିଭ କରିଦେଇଛ, ଯାହା ପାଖରେ ତୁମ ଖୁସି ଅଛି ତାକୁ ଯଦି ଏଚିଭ କର ତୁମେ ଟପ୍ ଲେଭେଲରେ ପହଞ୍ଚିଯିବ। ତୁମେ ଯୋଉ ଟ୍ୟାଲେଣ୍ଟ କୁ ଯଦି ତୁମେ ହଉଛି ଭଲ ଜାଗାରେ ୟୁଟିଲାଇଜ କର ତୁମେ ଏଇ ଲେଭେଲରେ ପହଞ୍ଚିବ। So that is all about your Maslow need hierarchy theory of motivation, ଯୋଉଟା ହେଲା ହଉଛି ପାଞ୍ଚଟା ଲେବୁଲ ରହିଛି ଆବ୍ରାହମ ମାସ୍ଲୋଙ୍କ ଉପରେ। ତ ଟୋଟାଲ ଡିସ୍କସନ ହେଇଗଲା। ତ ଯାହାର ବି ଡାଉଟ ଅଛି କମେଣ୍ଟ ସେକ୍ସନରେ ମତେ ପଚାରି ପାରିବ। ତ ଯଦି ଭିଡିଓଟି ଭଲ ଲାଗିଛି ଭିଡିଓକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ କରିବା ପାଇଁ ଭୁଲିବନି। କାହିଁକି ପୂର୍ବରୁ ମୁଁ କହିଦେଇଛି ମୋର କ୍ଲାସ ଚାଲିଲାନି, କ୍ଲାସ କନସେପ୍ଟ ୱାଇଜ ଚାଲିଛି। ଯୋଉମାନେ ଦେଖିନ ଯାଇକି ଦେଖ ପ୍ରିଭିୟସ କ୍ଲାସ ଗୁଡିକ ପ୍ଲେ ଲିଷ୍ଟ ଅଛି, ତା ସହିତ ଏମସିୟୁ କେତେଟା ଭିଡିଓ ବି କମ୍ପ୍ଲିଟ ହେଇଗଲାଣି ତ ଯାଇକି ଦେଖ। ଆଉ ଯୋଉ ଟିକେ ମିଷ୍ଟେକ୍ ହେଇଛି ତାକୁ ଟିକେ କରେକ୍ସନ କରିଦବ, ସରି ଫର ଦ୍ୟାଟ। ଥ୍ୟାଙ୍କ ୟୁ ସୋ ମଚ୍।